नमस्कार आपण समस्तଙ୍କୁ ପିଙ୍କିର ଗ୍ରୀନ୍ ଗାର୍ଡେନ ଚ୍ୟାନେଲକୁ ସ୍ୱାଗତ। ତ ଖରା ଦିନରେ ଆଉ ଗୋଟେ ଭଲ ଫୁଲ ଫୁଟୁଥିବା ଗଛ ହେଉଛି ଆମର ଅପରାଜିତା ମନ୍ଦାର ପରେ ଆମେ ଆଜି ଅପରାଜିତାର ଯତ୍ନ କିପରି ନେବା, ଖରା ଦିନରେ ଅଧିକ ଫୁଲ କିପରି ଅପରାଜିତା ଗଛରେ ପାଇପାରିବା, ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଶୀତ ଦିନରେ ଅପରାଜିତା ଗଛରେ ଫୁଲ ଆସିନଥାଏ, ଗଛର ଗ୍ରୋଥ୍ ମଧ୍ୟ ଭଲ ହୋଇନଥାଏ, କାହିଁକି ନା ଗଛ ଡର୍ମେନ୍ସି ପିରିୟଡ଼କୁ ଆସିଯାଇଥାଏ। ଗଛରେ ଭଲ ଫୁଲ ପାଇବାକୁ ହେଲେ ଗଛର ପ୍ରୁନିଂ କରିବାକୁ ପଡ଼ିବ। ପ୍ରଥମେ ଆମେ ଅପରାଜିତାର ସବୁ ଡାଳ ଗୁଡ଼ାକ ଗୋଟି ଗୋଟି କରି କାଟିଦେବା। ଦେଖନ୍ତୁ ଗଛରେ ପତ୍ର ଗୋଟେ ବି ନାହିଁ। ତ ଆଗକୁ ଖରା ଦିନ ଆସୁଛି, ଗଛରେ ଫୁଲ ପାଇବାକୁ ହେଲେ ସବୁତକ ଗଛର ଡାଳ ଆମକୁ କାଟିଦେବାକୁ ପଡ଼ିବ। ଗଛର ହାର୍ଡ଼ ପ୍ରୁନିଂ କରିବାକୁ ପଡ଼ିବ। କେହି ଡରି ଯାଆନ୍ତି ଯେ ଅପରାଜିତା ଗଛରେ ଯଦି ଆମେ ହାର୍ଡ଼ ପ୍ରୁନିଂ କରିଦେବା ଗଛ ମରିଯିବ, ଫୁଲ ଆସିବ ନା ନାହିଁ। ତ ଡରନ୍ତୁ ନାହିଁ, ମୁଁ ଯେଉଁ ପ୍ରୋସେସ୍ରେ କରୁଛି ସେଇ ପ୍ରୋସେସ୍ରେ ଯଦି ଆପଣ କରିବେ ଗଛରେ ଫୁଲ ଭର୍ତ୍ତି ହେଇଯିବ, ଗଛ ମରିବ ନାହିଁ। ଗଛର ସବୁତକ ଡାଳ କାଟି ସାରିଲା ପରେ ଗଛ ମୂଳର ମାଟିକୁ ଆମେ ହାଲୁକା ଭାବରେ ଖୋଳି ଅଧା ବାହାର କରିଦେବା। ଯଦି ଗଛ ବହୁତ ପୁରୁଣା ହେଇଗଲାଣି ଆପଣ ଏହାର ରିପୋର୍ଟ ମଧ୍ୟ କରିପାରିବେ। ଏହାର ରିପୋର୍ଟ କରିକି ଆପଣ ରୁଟ୍ସ ପ୍ରୁନିଂ ମଧ୍ୟ କରିପାରିବେ। ମୁଁ ମନ୍ଦାର ଗଛକୁ ଯେମିତି ରୁଟ୍ସ ପ୍ରୁନିଂ କରିକି ଲଗେଇଛି, ସେମ୍ ପ୍ରୋସେସ୍ରେ ଆପଣ ଅପରାଜିତାର ମଧ୍ୟ କରିପାରିବେ। ଅପରାଜିତା ଗଛ ଲଗାଇବା ଘରେ ବହୁତ ଶୁଭ, ଆଉ ଏଇଟା ଠାକୁରଙ୍କର ବହୁତ ପ୍ରିୟ ଫୁଲ। ତା ସହିତ ଏହାର ଫୁଲରେ ସବୁ ଚା ବନା ହେଉଛି, ଏହାର ଶୁଖିଲା ଫୁଲରେ। ତ ଏଇଟା ବହୁତ ଔଷଧୀୟ ଗୁଣ ଅଛି ଏ ଗଛରେ। ତ ଏଇ ଗଛକୁ ଗାର୍ଡେନରେ ଏଡ୍ କରନ୍ତୁ। ଆଉ ଏହାର ଫୁଲ ଗୁଡ଼ାକ ଆପଣ ଦେଖୁଥିବେ ଆମାଜନ ଓ ଫ୍ଲିପକାର୍ଟରେ ବହୁତ ଅଧିକ ଟଙ୍କାରେ ବିକ୍ରି ହେଉଛି। ତ ଆପଣଙ୍କ ବାଡ଼ିରେ ଯଦି ମିଳୁଛି ସବୁ ଫୁଲ, ତ ବାହାରୁ ପଇସା ଦେଇକି କାହିଁକି ଆଣିବେ। କୁଣ୍ଡରୁ ଅଧା ମାଟି ବାହାର କରିସାରିଲା ପରେ ଆମେ ଗଛ ମୂଳରେ ଫଞ୍ଜିସାଇଡ୍ ପାଉଡ଼ର ଦେଇଦେବା। ଯଦି ଫଞ୍ଜିସାଇଡ୍ ପାଉଡ଼ର ଆପଣଙ୍କ ପାଖରେ ନାହିଁ, ତାହେଲେ ଆପଣ ହଳଦୀ ଗୁଣ୍ଡ 2 ଚାମଚ ଗଛ ମୂଳରେ ଦେଇ ଦିଅନ୍ତୁ। ଗଛରେ ଫଙ୍ଗସ୍ ଇନଫେକ୍ସନ୍ ଲାଗିବ ନାହିଁ। ଗଛ ମୂଳରେ ଫଞ୍ଜିସାଇଡ୍ ପାଉଡ଼ର ଦେଇ ସାରିଲା ପରେ ଆପଣ ଗଛ ମୂଳରେ ଶୁଖିଲା ଗୋବର ଖତ, ନହେଲେ ତ ଆପଣଙ୍କ ପାଖରେ ଯଦି ଭର୍ମି କମ୍ପୋଷ୍ଟ ଅଛି ତ ଦେଇପାରିବେ ଗଛ ମୂଳରେ। ଏଇଟା ମୁଁ ଶୁଖିଲା ଗୋବର ଖତ ଅଛି, ଶୁଖିଲା ଗୋବର ଖତ ଦେଇ ଦେଉଛି ଗଛ ମୂଳରେ। ଶୁଖିଲା ଗୋବର ଖତ ଦେଇ ସାରିଲା ପରେ ଆମେ ରଖିଥିବା ମାଟି ତା ଉପରେ ଦେଇକି କୁଣ୍ଡକୁ ପୁରେଇ ଦେବା।
कुंडरे माटी पूरी सारा पर आम गछ मूल पानी देदेबा। जेहेतु आम यहाँ हार्ड प्रूनिंग करें तो यहाँ आम 2-3 दिन सेमी शेड एरिया रे रखिकी आम यहाँ फुल सनलाइट को आनी परिबा। कुंडरे माटी मु फुल करी भर्ती नहीं कहीं आमको मझे मझे गचरे सुखिला खाद्य सब देवाक पड़ी थाए। तो जदि आम माटी फुल करी भर्ती देबा ताले बाहरी पड़ो जहाँ भी आम फर्टिलाइजर देबा से सब बाहरी जीव। प्रूनिंग करिवार 3-4 दिन पर देखंतु छोट छोट सब न्यू ब्रांच गुड़ाक आसिलानी। फ्रेंड्स वीडियोटी जदि मोर भल लगी ताले लाइक शेयर और कमेंट करदे। मो चैनल जदि नुआ अच्छा ताले मो चैनल को सब्सक्राइब करदे और पाखरे था बेल आइकन पाखरे ऑल बटन को प्रेस करदे जहाँ फल कि मो वीडियो जिते बेले भी अपलोड करी नोटिफिकेशन आग आपनका पाखरे पहुँची जिवो।